स्थानीय लोकनाथ रोड स्थित श्री श्री निगमानंद विभागीय सारस्वत आश्रम परिसरस्थ सारस्वत विद्या निकेतन नूतन परिचालना कमिटी प्रथम बैठक बुधवार पूर्वाह्न अनुष्ठित होता। माननीय ओडिशा उच्च न्यायालय CONTC नंबर 51745/2025 और माध्यमिक शिक्षा निर्देशक चिठी नंबर 3375/2/2025 और DO पुरी महोदय चिठी नंबर 1534/9/2026 अनुଯାयी आसाम बंगीय सारस्वत मठ कोकिलामुखर माननीय ट्रस्टी महेश्वर स्वाई महोदय एवं एही कमिटर नूतन सभापति स्वामी सदानंद सरस्वती, संपादक आशीष कुमार पाणिग्राही, सभ्यवृंद नलिनीकांत तरासिया, रमेश चंद्र साहू, सरस्वती साहू, जगन्नाथ बेहेरा, दामोदर दास, प्रधान शिक्षयित्री सविता सामंतराय प्रमुख सदस्यगण विद्यालय परिदर्शन करने सह अनुष्ठान उत्तरोत्तर उन्नति करने प्रतिश्रुतिबद्ध बोली सांबादिक सम्मेलन जणाइथिले। ଏହି ଅନୁଷ୍ଠାନଟି ଆସାମ ବଙ୍ଗୀୟ ସାରସ୍ୱତ ମଠ କୋକିଲାମୁଖ ଦ୍ୱାରା ପ୍ରତିଷ୍ଠା କରାଯାଇ ଋଷି ବିଦ୍ୟାଳୟ ଢାଞ୍ଚାରେ ପ୍ରତିଷ୍ଠିତ ହୋଇଛି। ଶ୍ରୀମତୀ ସଦାନନ୍ଦ ସରସ୍ୱତୀ ଆସାମ ବଙ୍ଗୀୟ ସାରସ୍ୱତ ମଠର ବରିଷ୍ଠ ସନ୍ନ୍ୟାସୀ ଏବଂ ଏହି ଆଶ୍ରମର ଅଧ୍ୟକ୍ଷ। ଏହି ଅନୁଷ୍ଠାନଟି ସାରସ୍ୱତ ବିଦ୍ୟା ନିକେତନଟି ଦୀର୍ଘ 35 ବର୍ଷରୁ ଉର୍ଦ୍ଧ୍ୱ ଏହି ଆଶ୍ରମ ପ୍ରତିଷ୍ଠା ହୋଇଥିଲା ଏବଂ ସେଥିରେ ଦୀର୍ଘ ଦିନ ଧରି ମୁଁ ସଭାପତିତ୍ୱ କରିଛି এবং ଆଜି ମଧ୍ୟ ଡାଇରେକ୍ଟରଙ୍କ ଦ୍ୱାରା ଏବଂ ଡିଓଙ୍କ ଦ୍ୱାରା ଦ୍ୱାରା ମାନେ ତାଙ୍କର ପରିମିଶନ ଦ୍ୱାରା ହାଇକୋର୍ଟର ମଧ୍ୟ ପରିମିଶନ ଦ୍ୱାରା ପୁନଃ ସଭାପତି ରୂପେ ନିଯୁକ୍ତି ହେଲି ଏବଂ ମୋର ସହକାରୀ ଭାବରେ ସେକ୍ରେଟାରୀ, ହେଡମାଷ୍ଟର, ଅନ୍ୟାନ୍ୟ ସଭ୍ୟା ସମସ୍ତେ ମଧ୍ୟ ଆଜି ଏଠାରେ ଯୋଗଦାନ କରିଛନ୍ତି ଏବଂ ଆଲୋଚନାରେ ବସି ଆମେ ସିଦ୍ଧାନ୍ତ କଲୁ ଏ ଅନୁଷ୍ଠାନର ସର୍ବାଙ୍ଗ ଉନ୍ନତି ପାଇଁ এবং বিশেষ করে শিক্ষক শিক্ষয়িত্রীଙ୍କର ছাত্রছাত্রী ମାନଙ୍କର এবং এই ପରିବେଶର ସମସ୍ତ ଉନ୍ନତି ପାଇଁ ଆମେ ସଂକଳ୍ପବଦ୍ଧ ହେଲୁ। 9 ଜଣ କର୍ମକର୍ତ୍ତା 9 ଜଣ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସ୍କୁଲ ପ୍ରତିନିଧିକି ନେଇକି 9 ଜଣ। ମୋ ନାଁ ହେଉଛି ମହେଶ୍ୱର ସ୍ୱାଇଁ। ମୁଁ ହେଉଛି ଆସାମ ବଙ୍ଗୀୟ ସାରସ୍ୱତ ମଠ କୋକିଲାମୁଖ ଯୋରହାଟ ଆଶ୍ରମର ଯେଉଁ ଟ୍ରଷ୍ଟ ବୋର୍ଡ ଅଛି ସେ ଟ୍ରଷ୍ଟ ବୋର୍ଡ ଜଣେ ଟ୍ରଷ୍ଟ ବୋର୍ଡ ମେମ୍ବର ଓଡ଼ିଶା ତରଫରୁ এবং মূল উদ্দেশ্য হচ্ছে আমার এই মাননীয় হাইকোর্ট ନିର୍ଦ୍ଦେଶ ବଳରେ DO ସାର୍ ଯେଉଁ ଅର୍ଡର ଦେଇଛନ୍ତି ଆମର ଯେଉଁ ନୂତନ ପରିଚାଳନା କମିଟି ଯେଉଁ ଗଠିତ ହେଇଛି ସେଇ ପରିଚାଳନା କମିଟି ମାନେ ଆମେ ଆସିଥିଲୁ ଆଜି ସ୍କୁଲକୁ କର୍ମକର୍ତ୍ତାମାନଙ୍କ ଗହଣରେ ଏବଂ ସ୍କୁଲ ପରିଦର୍ଶନ କଲୁ, ବୁଲି ଦେଖିଲୁ ଏବଂ ଆଶ୍ରମର ଏଇ ସ୍କୁଲର ଯେମିତିକା ଠାକୁରଙ୍କ ଭାବଧାରାରେ ଆଶ୍ରମର ସ୍କୁଲଟି ପରିଚାଳିତ ହୁଏ ସୁନ୍ଦର ଭାବରେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେମିତି ସେମାନଙ୍କର ପାଠପଢ଼ା ଠିକ୍ ଭାବରେ କରିପାରନ୍ତି এবং ପିଲାମାନଙ୍କର ଭବିଷ୍ୟତ ଯେମିତି ସୁରକ୍ଷିତ ରହିବ, ସ୍କୁଲର ସର୍ବାଙ୍ଗୀନ ଉନ୍ନତି ହେବ ସେହି ପରିପ୍ରେକ୍ଷୀରେ ଆମେ ଆଲୋଚନା କରିକିରି ଆଜି ବୈଠକ ସାଙ୍ଗେ କରିଛୁ। ମୁଁ ବୋର୍ଡ ମେମ୍ବରରେ ଆଜିକି ପ୍ରାୟ 15 ବର୍ଷ ଧରି ବୋର୍ଡ ମେମ୍ବର ହେଇଛି। 9 ଜଣ ଆମର ବୋର୍ଡ ମେମ୍ବର ରହିଛନ୍ତି, 9 ଜଣ ଯେଉଁମାନଙ୍କୁ ଆମର ମାନ୍ୟବର ହାଇକୋର୍ଟ ଅର୍ଡର ବଳରେ DO ଅନୁମତି ଦେଇଛି। 3 ବର୍ଷ କାର୍ଯ୍ୟକାଳ ହେଉଛି ଏଇ ନୂତନ ଏମ୍ସିର ଜୟ। ମୋ ନାଁ ହେଉଛି ଆଶିଷ କୁମାର ପାଣିଗ୍ରାହୀ। ମୁଁ ଉପସ୍ଥାପନ ମୁଁ ବର୍ତ୍ତମାନ ଯେଉଁ ନୂଆ କମିଟି ଉପରକୁ ଆସିଲା ହାଇକୋର୍ଟ ଅର୍ଡର ପ୍ରକାରେ ନୂଆ କମିଟିର ଅର୍ଡର ପାଇଲି। କାଲି କମିଟି DO ଅଫିସରୁ ମୁଁ ରିସିଭ୍ କଲି। ଆଜି ଆସି ଆମେ ଏଣ୍ଟାର କର୍ମକର୍ତ୍ତା ଆଉ ସଭାପତି ସେକ୍ରେଟାରୀ ଆସି ସ୍କୁଲରେ ଆଜି ଜଏନ୍ କଲୁ ଆଉ ସ୍କୁଲରେ ବସିକି ପ୍ରଥମ ବୈଠକ କଲୁ। ବୈଠକ କରିକି ସିଦ୍ଧାନ୍ତ ନିଆହେଲା ଏ କମିଟି 3 ବର୍ଷ ଧରି ରହିବ। 3 ବର୍ଷରେ ଏଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ଆଉ ପିଲାମାନଙ୍କ ଭବିଷ୍ୟତ ଉତ୍ତରୋତ୍ତର କାମନା କରି ଆମେ କମିଟି ଆଜି ତାହା କାର୍ଯ୍ୟକ୍ରମ ହେଉଛି ସ୍କୁଲର ଉନ୍ନତି ଆକା କାର୍ଯ୍ୟକ୍ରମ ସ୍କୁଲର ପିଲାମାନଙ୍କ ଭବିଷ୍ୟତ, ପିଲାମାନେ କେମିତି ଶୃଙ୍ଖଳିତ ହେବେ, ଟିଚର କେମିତି ଶୃଙ୍ଖଳିତ କ୍ଲାସ କରିବେ, ରେଜଲ୍ଟ କେମିତି ଆମର ସ୍କୁଲରେ ଭଲ ହବ, ରେଜଲ୍ଟ ଭଲ ସ୍କୁଲ ଆଟ୍ରାକ୍ଟ ହେବ, ସେଇ କଥା ସଂକଳ୍ପ ନିଆଗଲା।